ପାରା ମାଉସୀ ଲେଖିକା ପ୍ରତିଭା ରାୟ। ସବୁଦିନ ଏକାପରି ସେହି ବିଚିତ୍ର ଦୃଶ୍ୟ। ସହରର ବିଭିନ୍ନ ରାସ୍ତାରେ ଅଥଚ ଚରିତ୍ର ଏକ ଏବଂ ଅଭିନ୍ନ ଗୋଟିଏ ଦଦରା ଜୀର୍ଣ୍ଣ ବୁଢ଼ୀ। ରାସ୍ତା ଧାରରେ ବୁଢ଼ୀଟା ମେଞ୍ଚା ହୋଇ ବସିଥାଏ। କୁର୍ମ ଭଳି ଧୀରେ ଧୀରେ ଘୁଷୁରି ଘୁଷୁରି ଆଗଉଥାଏ। ବକତ ଧ୍ୟାନରେ ତଳକୁ ମୁହଁ କରି ମାଟି ଉପରେ କିଛି ଗୋଟାଏ ନିକୁଟି ନିକୁଟି ଖୋଜୁଥାଏ। ଶୀର୍ଣ୍ଣ ହାତରେ ଚିମୁଟି ଚିମୁଟି ମାଟି ଉପରେ କିଛି ଖୁଣ୍ଟି ନେଉଥାଏ। ଦେଖଣା ହାରିଏ ଭାବନ୍ତି ପାଗଳୀ ବୁଢ଼ୀଟାଏ। ସବୁ ମଣିଷକୁ ନିଜ ଭାବନା ଏପରି କାବୁ କରି ଜାବୁଡ଼ି ଧରିଛି ଯେ ଅନ୍ୟ ବିଷୟରେ ଏତେ ଅନୁଧ୍ୟାନ ଏବଂ ବିଚାର କରିବାକୁ ବେଳ କାହିଁ, ଧୈର୍ଯ୍ୟ କାହିଁ? ଅନୁମାନ କରି ଅନ୍ୟ ଉପରେ କିଛି ନା କିଛି ମନ୍ତବ୍ୟ କରିଦେବା ଆମ ସମସ୍ତଙ୍କର ଅଭ୍ୟାସ। ତେଣୁ ମୁଁ ମଧ୍ୟ ବୁଢ଼ୀଟା ସମ୍ବନ୍ଧରେ ସେମିତି କିଛି ଅନୁମାନ କରିଥିଲି। ଅନୁମାନ ସତ୍ୟ ବୋଲି ଧାରଣା ହେଲା ଯେଉଁଦିନ ଦେଖିଲି ବୁଢ଼ୀଟା ରାସ୍ତା ଉପରୁ କାହା ଅସାବଧାନତାରୁ ବୁଣି ଯାଇଥିବା କିଛି ଖାଦ୍ୟ ପଦାର୍ଥ ବା ଶସ୍ୟକଣା ସାଉଁଟେ ନାହିଁ। ସେ ସାଉଁଟୁଥାଏ ସାନ ସାନ ଗୋଡ଼ି। ଅମୂଲ୍ୟ ଦ୍ରବ୍ୟ ଭଳି ଗୋଡ଼ି ସବୁ କାନିରେ ବାନ୍ଧେ ଗୋଡ଼ି ଖୋଜି ଖୋଜି ରାସ୍ତା କଡ଼େ ଆଗେଇ ଯାଉଥାଏ। ବୁଢ଼ୀକୁ ସମସ୍ତେ ଡାକନ୍ତି ପାରା ମାଉସୀ। ସ୍କୁଲକୁ ପିଲା ଚାଲି ଚାଲି ଯାଉ ଯାଉ ଟାହୁଲି କରି କହନ୍ତି, ଆ ପାରା ମାଉସୀ, ମୋ ପିଣ୍ଡାରେ ବସ, ଖାଇବାକୁ ଦେବି ତତେ ନଡ଼ିଆର ରସ। ବୁଢ଼ୀ ଗୁଣୁ ଗୁଣୁ ହୋଇ କହେ, ଗାଁ ଗଣ୍ଡାରେ ନିର୍ମଳ ପିଇବା ପାଣି ମୁନ୍ଦାଏ ତ ଅପୂର୍ବ ହେଲାଣିରେ ପୁଅ, ନଡ଼ିଆ ରସ କଥା ଭାବୁଛି କିଏ? ସେଦିନ ବୁଢ଼ୀର ପାଖାପାଖି ରିକ୍ସାରୁ ଚେନ୍ ଖସିଲା। ରିକ୍ସାବାଲା ଚେନ୍ଟି ଲଗାଇବା ଅବସରରେ ମୁଁ ପଚାରିଲି, ପାରା ମାଉସୀ କ'ଣ କରୁଛୁ? ଦାନା ଖୁଣ୍ଟୁଛି ରେ ପୁଅ, ବୁଢ଼ୀ ନିର୍ବିକାର ଭାବେ କହିଲା। ମୁଁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲି, ଗୋଡ଼ି କେବେ ମଣିଷର ଦାନା ହେଲାଣି? ବୁଢ଼ୀ ବିଚିତ୍ର ଛନ୍ଦରେ ଧଇଁଆ ଦେହକୁ ଦୋହଲାଇ କହିଲା, ବଅସ ବେଳେ ବାଲି ଗରଡ଼ା ଖାଇ ହଜମ କରୁଥିଲି ରେ ପୁଅ, ଆଉ ପାରୁନି। ଏଣିକି ସାନ ସାନ ଗୋଡ଼ି ହଜମ କରିବାକୁ ହେଉଛି। ଦେଖାଯାଉ କେତେ ଦିନ ଏଥିରେ ଚଳୁଛି। ଏମିତି ଦିନ ପୁଣି ଆସିବ ଯେ ଆଉ ଗୋଡ଼ି ବି ମିଳିବନି। ବୁଢ଼ୀ ଉଦାସ ହୋଇଗଲା। ରିକ୍ସା ଚକା ଆଗକୁ ଗଡ଼ିଲା। ପାରା ମାଉସୀ ରହିଗଲା ପଛରେ। ମୋରି ଭଳି ସମସ୍ତେ ବୁଢ଼ୀ ସମ୍ବନ୍ଧରେ କ୍ଷଣକ ପାଇଁ ହେଲେ କୌତୂହଳୀ ହୋଇ ଉଠନ୍ତି। ସାରାଦିନ ସେ ସହରର ବିଭିନ୍ନ ସ୍ଥାନରେ ବସି ଗୋଡ଼ି ସାଉଁଟେ। ଗୋଡ଼ିକୁ ଅତି ଯତ୍ନରେ କାନିରେ ବାନ୍ଧେ। ସତେକି ଗୋଡ଼ି ନୁହେଁ, ଚାଉଳ କି ଚୁଡ଼ା ଭୁଜା। ପଚାରିଲେ କହେ, ଏଇ କାନିରେ କେତେ କେତେ ଚାଉଳ ବାନ୍ଧି ଘରକୁ ଆଣିଛି ପ୍ରତିଦିନ। ସାଆନ୍ତଙ୍କ ଘରେ ଚାଉଳ ପାଛୁଡ଼ିଲେ ମଜୁରୀକୁ ଛାଡ଼ି ଖୁଦତକ ମାଗଣାରେ ମିଳେ। ସେକାଳ ଆଉ ନାହିଁ। ଏବେ ଚଷୁକୁଣ୍ଡା ବି ଅମୂଲ ମୂଲ। କାନିରେ ବାନ୍ଧିବାକୁ ଆଉ ଅଛି କ'ଣ? ତୁଚ୍ଛା କାନିଟା ଜମାରୁ ଭଲ ଲାଗେନା। ଗୋଡ଼ି ପଛେ ହେଉ କାନିରେ ପୋଷେ ବାନ୍ଧିଲେ ମନଟା ଆଉ ଦବି ଯାଏନି। ଏମିତି ବେଳ ଆସିବ, ଏଇ ମାଟି ଗୋଡ଼ିରୁ ବି ମୁଠାଏ ମିଳିବନି ରେ ପୁଅ। ରେଡ଼ିଓ କହୁଛି, ଦେଶ ଦେଶ ଭିତରେ ଯେଉଁଦିନ ହେଲେ ଯୁଦ୍ଧ ଲାଗିବ, ବୋମା ଫୁଟିବ, ଏଇ ସୁନ୍ଦର ମାଟି ହୋଇଯିବ ମୁଠାଏ ପାଉଁଶ। ମୋତେ ଆଶ୍ଚର୍ଯ୍ୟ ଲାଗେ, ବୁଢ଼ୀଟା ବଞ୍ଚେ କେମିତି? ଖାଏ କ'ଣ? ଗୋଡ଼ି କାନିରେ ବାନ୍ଧି ଚୁଲି ବୁଲିଲେ ମନର ଓରମାନ ମେଣ୍ଟୁଥିବ ସିନା, ପେଟର ଭୋକ ତ ମେଣ୍ଟୁ ନଥିବ। ଆଜିକାଲି କିଏ ଆଉ ଦାତା କର୍ଣ୍ଣ ଯେ ସବୁଦିନ ବୁଢ଼ୀଟାକୁ ଦୟାକରି ମୁଠାଏ ଆହାର ଦେବ? କିନ୍ତୁ ଏବେ ମଧ୍ୟ ପୃଥିବୀରେ ଧର୍ମ ଅଛି, ଦୟାଳୁ ଦାତା ଅଛନ୍ତି। ବଜାରରେ ହାତ ପାତିଲେ କେହି ନା କେହି ହାତ ଟେକି କିଛି ନା କିଛି ଦିଅନ୍ତି। ବୁଢ଼ୀର ଖୋରାକି ମୁଠାକ ଉଠିଯାଏ। ପ୍ରତିଦିନ ସନ୍ଧ୍ୟା ହେଲେ ବୁଢ଼ୀ ଘରମୁହାଁ ବଳଦ ପରି ବଜାର ଆଡ଼କୁ ମୁହଁ ଫେରାଏ। ପିଠିରେ ଝୁଲୁଥାଏ ନିଟଳ ହୋଇ ବନ୍ଧା ହୋଇଥିବା ଗୋଡ଼ି ଗୁଡ଼ାକ। କେହି କେହି କହନ୍ତି ବୁଢ଼ୀ ବାୟାଣୀ ନୁହେଁ, ଜାଣିସିଆଣି। ପେଟ ପୋଷିବାରେ ଏଇ ବି ଗୋଟିଏ ଫନ୍ଦି। କାରଣ ବୁଢ଼ୀଟାରେ କିଛି ହେଲେ ଅସ୍ୱାଭାବିକତା ନାହିଁ। ବୁଢ଼ୀକୁ ପ୍ରଶ୍ନ ପଚାରିଲେ ସେ ଠିକ୍ ଠିକ୍ ଉତ୍ତର ଦିଏ। ରାସ୍ତାରେ କାହାକୁ କାମୁଡ଼ି ଗୋଡ଼ାଏନି, ଟେକା ଫିଙ୍ଗେ ନାହିଁ, ଅଯଥାରେ ହସେ ନାହିଁ କି ଅକାରଣରେ କାନ୍ଦେ ନାହିଁ। କିନ୍ତୁ ମୁଁ ଜାଣେ, ବୁଢ଼ୀ ବଦ୍ଧ ପାଗଳୀ ନ ହେଲେ ବି ବୁଢ଼ୀଠାରେ ଅସୁସ୍ଥ ମନର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଦେଖାଦେଇଛି। ଏମିତି କେତୋଟି ଅସ୍ୱାଭାବିକ ଚରିତ୍ର କଥା ମୁଁ ଜାଣେ। ଜଣେ ବୁଢ଼ୀ ଜୀବନସାରା ଛିଣ୍ଡା ଲୁଗା ବା ଚିରା ପ୍ୟାଣ୍ଟ ସାର୍ଟ ସିଲେଇ କରିସାରି ଛୋଟ ଛୋଟ ବଳକା ସୂତାଖଣ୍ଡକୁ ସାଇତି ରଖୁଥିଲା ସାନ ସାନ ଟିଣ ସୁଟକେଶରେ। ମଲାବେଳକୁ 4ଟା ଟିଣ ସୁଟକେଶ ଛୋଟ ଛୋଟ ସୂତାଖଣ୍ଡରେ ପୂର୍ଣ୍ଣ ହୋଇ ରହିଥିଲା। ଆଉ ଜଣେ ପ୍ରତିଦିନ ମୁଣ୍ଡରୁ ଉପୁଡ଼ି ଯାଉଥିବା ଛିଣ୍ଡା କେଶକୁ ସାଇତି ରଖୁଥିଲା ଡ୍ରେସିଂ ଟେବୁଲ ଡ୍ରୟାରରେ। ଜଣେ ବୁଢ଼ୀ ଶେଷ ହୋଇଯାଇଥିବା ଦାନ୍ତଘଷା ପେଷ୍ଟର
ଟ୍ୟୁବ୍ ଗୁଡ଼ିକୁ ସାଇତି ରଖୁଥିଲା ଆଲମିରାରେ। ଏସବୁ କେବେ ହେଲେ ସୁସ୍ଥ ମନର ଲକ୍ଷଣ ନୁହେଁ। ବୁଢ଼ୀଟା ଆଜି ନହେଲେ ମଧ୍ୟ ଯେକୌଣସି ଦିନ ପାଗଳି ହୋଇ ରାସ୍ତାରେ ବୁଲିବ। ବୁଢ଼ୀଟାକୁ ଛୋଟ ପିଲାଏ ଏବଂ ଆଉ କେତେଜଣ ଦାୟିତ୍ୱହୀନ ନାଗରିକ ବାୟାଣୀ ବାୟାଣୀ କହି ସତରେ ବାୟାଣୀ କରିଦେବେ। ଆମ ଦେଶର ଅନେକଙ୍କୁ ଏମିତି ପାଗଳ କରିଦିଆ ହୁଏ। ବୁଢ଼ୀଟାକୁ ଅନେକ ଦିନ ହେଲା ଦେଖି ନାହିଁ। ହୁଏତ ତା ମନ ମୁତାବକ ଗୋଡ଼ି ସାଉଁଟିବା ପାଇଁ ସେ ଏଥର ସ୍ଥାନ ବଦଳାଇଛି। ବୁଢ଼ୀ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥାଏ। ଜୀବନ ପଥରେ ଏମିତି କେତେ କଥା ଯାଏ ଆସେ। ସମସ୍ତଙ୍କର ସବୁ କଥା ଚିରଦିନ ମନେ ରହେନି। ବୁଢ଼ୀ କଥା ଧୀରେ ଧୀରେ ବିସ୍ମୃତି ଭିତରକୁ ଠେଲି ହୋଇଯାଇଥାଏ। ଅଚାନକ ସେଦିନ ବାଲକୋନିରେ ବସି ସକାଳର ଚା ପିଉ ପିଉ ଚମକି ଉଠିଲି। ତେବେ ବି ସୂର୍ଯ୍ୟ ଦିଶି ନଥାନ୍ତି ଆକାଶରେ। ବେତାର ଷ୍ଟେସନରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥାଏ। ଦେଖିଲି ପାରାମାଉସୀ ଗେଟ୍ ଖୋଲି ନିର୍ଦ୍ୱନ୍ଦରେ ଭିତରକୁ ପଶି ଆସିଲାଣି। କି ଆଶ୍ଚର୍ଯ୍ୟ! ଚିହ୍ନା ନାହିଁ, ଜଣା ନାହିଁ, ବୁଢ଼ୀଟା ଜଣେ ଅପରିଚିତ ଭଦ୍ରଲୋକଙ୍କର ଭାରି ଲୁହା ଫାଟକ ଖୋଲି ନିଃଶବ୍ଦ ହୋଇ ଉପର ମହଲାର ସିଡ଼ିରେ ତିନିଦିନିଆ ଠାଣିରେ ଉଠି ଆସୁଛି। ତେବେ ବୁଢ଼ୀ ଏ ଭିତରେ ବଦ୍ଧ ପାଗଳି ହୋଇଯାଇଛି। ପାଗଳ ମଣିଷର ଡର, ଭୟ, ଶଙ୍କା ବା କ'ଣ? ବରଂ ମୁଁ ଟିକେ ଶଙ୍କା ପାଇଲି। ବୁଢ଼ୀ କିଛି ଗୋଟାଏ କାଣ୍ଡ କରିବ ନାହିଁ ତ? ତରତର ହୋଇ ଭିତରକୁ ଆସି ସ୍ତ୍ରୀଙ୍କୁ ସତର୍କ କରିଦେଲି। କହିଲି, ଦେଖ, ଡରିବାର କିଛି ନାହିଁ। ପାଗଳି ହେଲେ ବି ସେ ଆଦୌ ବିପଜ୍ଜନକ ନୁହେଁ। ମୁଁ ତାକୁ ସଙ୍ଗେ ସଙ୍ଗେ ବିଦା କରିଦେଉଛି। ସ୍ତ୍ରୀ ବଡ଼ ବଡ଼ ଆଖିରେ ବିସ୍ମୟ ଫୁଟାଇ କହିଲେ, ପାଗଳି କିଏ? ପାରାମାଉସୀ? ତମକୁ ଏକଥା କିଏ କହିଲା? ସେ ପରା 8 ଦିନ ହେବ ଆମ ଘରେ କାମ କରୁଛି। ତମେ ତ ଟୁର୍ରେ ଯାଇଥିଲ, ଜାଣିବ କେମିତି? ମୁଁ ଅବାକ୍ ହୋଇ ପଚାରିଲି, ଆମ ଘର କି କାମ କରୁଛି ପୁଣି ଏଇ ଦଦରା ବୁଢ଼ୀଟା? ସେତେବେଳକୁ ପାରାମାଉସୀ ଉଠି ଆସି ଉପର ବାରଣ୍ଡାରେ ଠିଆ ହେଲାଣି। ଶ୍ରୀମତୀ ମୋ ପ୍ରଶ୍ନର ଉତ୍ତର ନ ଦେଇ ତରତର ହୋଇ ଭଣ୍ଡାର ଘରର ତାଲା ଖୋଲିଲେ। କିଛି ଚାଉଳ କୁଲାରେ ଆଣି ତା ସାମ୍ନାରେ ଥୋଇଦେଲେ। ମୋ ଆଡ଼କୁ ଲକ୍ଷ୍ୟ କରି କହିଲେ, ବିଚାରୀ 20 ଘର ବୁଲିବ। ଚାଉଳର ଗୋଡ଼ି ବାଛିବା କିଛି ଛୋଟିଆ କଷ୍ଟ କାମ ନୁହେଁ। ଆଖି, ବେକ, ଅଣ୍ଟା, ପିଠିକୁ ଧନ୍ୟ କହିବ ମାଉସୀର। ପିଲାଏ ସେଥିପାଇଁ ସିନା ଡାକନ୍ତି ପାରାମାଉସୀ। ଏତେବେଳେ ମୁଁ ବୁଢ଼ୀର ନାମକରଣର ମହତ୍ତ୍ୱ ବୁଝିପାରିଲି। ବୁଢ଼ୀ କଥା ପଦେ ନ କହି ମେସିନ୍ ଭଳି ଚାଉଳର ଗୋଡ଼ି ବାଛି କାନିରେ ବାନ୍ଧୁଥାଏ। ସ୍ତ୍ରୀ କହିଲେ, ମାଉସୀର କାମ ଏତେ ପରିଚ୍ଛନ୍ନ ଯେ ଚାଉଳର ଗୋଡ଼ି ବାଛି ଏଠି ସେଠି ପକାଇ ଦିଏନି। କାଳେ ଘର ମଇଳା ହେବ ବୋଲି କାନିରେ ବାନ୍ଧି ପଦାକୁ ନେଇଯାଏ। ଆଉ ଟିକେ ବୟସ ଥିଲେ ଅନ୍ୟ ସବୁ କାମ ସେ କରିପାରନ୍ତା। ଏତେ ଧୀର, ସ୍ଥିର ଆଉ ପରିଚ୍ଛନ୍ନ କାମ ମୁଁ କାହାର ଦେଖିନି। ଆଜିକାଲି ସମସ୍ତଙ୍କର ଠକିବା ମନୋବୃତ୍ତି। 10 ଘର କାମ କରିବେ, ଅଥଚ କାହାରି ଜଣକ ଘର ହେଲେ ନିର୍ମଳ କରି ମନ ମୁତାବକ କାମ କରିବେନି। ପାରାମାଉସୀ ଚାଉଳରୁ ଗୋଡ଼ି ବାଛିବା ଦିନରୁ ମଣିଷ ଭଲ କରି ମୁଠାଏ ଭାତ ଖାଉଛି। ବଜାର ଚାଉଳରେ ଯାହା ଗୋଡ଼ି, ଯେତେ ବାଛିଲେ ବି ଗୋଟାଏ ନିଶ୍ଚୟ ଦାନ୍ତରେ ବାଜିଯିବ। ସତକୁ ସତ ମୁଁ ସେଦିନ ଭାତ ଖାଇଲା ବେଳେ ସ୍ତ୍ରୀଙ୍କ କଥାର ସତ୍ୟତା ବୁଝିପାରିଲି। ପ୍ରତିଦିନ ଖାଇବା ପରେ ଭାତରେ ଗୋଡ଼ି ଯୋଗୁଁ ମୁଁ ସ୍ତ୍ରୀଙ୍କ ଉପରେ ବିରକ୍ତ ହୁଏ। ସ୍ତ୍ରୀ ବିରକ୍ତ ହୁଅନ୍ତି ଠିକାରେ କାମ କରୁଥିବା ସ୍ତ୍ରୀ ଲୋକ ସାବିତ୍ରୀ ଉପରେ। ସାବିତ୍ରୀ ଡାଲି ଚାଉଳ ଦୋକାନୀ ଉପରେ ବିରକ୍ତ ହୁଏ। ଡାଲି ଚାଉଳ ଦୋକାନୀ କାହା ଉପରେ ବିରକ୍ତ ହୁଏ ସେ କଥା ମୋତେ ଆଉ ଜଣା ନାହିଁ। ତେବେ ପ୍ରତିଦିନ ଖାଇବା ପାଖରେ କିଣିଖିଆ ସମସ୍ତଙ୍କ ଘରେ ଏଇ ପାଲା ହେଉଥିବ। କିନ୍ତୁ ପାରାମାଉସୀ ଚାଉଳ ବାଛିବା ଦିନଠାରୁ ପାନଖିଆ ଦାନ୍ତଗୁଡ଼ିକ ପରମ ନିର୍ଭୟ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ। ପାରାମାଉସୀକୁ ମନେ ମନେ ଧନ୍ୟବାଦ ଜଣାଇ ସ୍ତ୍ରୀଙ୍କୁ ପଚାରିଲି, ଖାସ୍ ଚାଉଳ ବାଛିବା ପାଇଁ ତାକୁ ରଖିଛ, କେତେ ପଇସା ଦେଉଛ? ସ୍ତ୍ରୀ ଆତ୍ମସନ୍ତୋଷରେ ଗଳା ଭରି କହିଲେ, ପଇସା କିଛି ନୁହେଁ ଜାଣ, କିଲେ ଚାଉଳରୁ ଗୋଡ଼ି ବାଛିଲେ 10 ପଇସା। ଆମର ପ୍ରତିଦିନ କିଲେ ଚାଉଳ ରନ୍ଧା ହୁଏ। ମାସକୁ ପଡ଼ିଲା 3 ଟଙ୍କା। କ୍ଷତି କ'ଣ? ସ୍ତ୍ରୀଙ୍କ ହିସାବୀ ବୁଦ୍ଧିକୁ ତାରିଫ କରିବା ପୂର୍ବରୁ ମୁଁ ପ୍ରଶ୍ନ କଲି, ସେତିକିରେ ବୁଢ଼ୀଟା ବଞ୍ଚେ କେମିତି? ସ୍ତ୍ରୀ ସ୍ୱର ଲମ୍ବେଇ କହିଲେ, ବାଃ, ତାର ରୋଜଗାର କିଛି କମ୍ କି? ସକାଳ 9ଟା ଭିତରେ 10-20 ଘର ଚାଉଳ ବାଛେ ବୁଢ଼ୀ। ଦିନକୁ 2-3 ଟଙ୍କା ମିଳିଯାଏ। ଆଉ କେତେ ରୋଜଗାର କରନ୍ତା? ସେତିକି ରୋଜଗାରରେ ପାରାମାଉସୀର ଖୁସି କହିଲେ ନ ସରେ। ଗାଁରେ ମରୁଡ଼ି ପଡ଼ିବାରୁ କାମ ଆଶାରେ ବୁଢ଼ୀ କେତେଜଣ ଗାଁ ଲୋକଙ୍କ ସଙ୍ଗେ ମିଶି ସହରକୁ ପଳାଇ ଆସିଥିଲା। ଭାବିଥିଲା ସହରରେ ଧାନ ଉଁସା, ଘଷିପରା, ପତ୍ର ସାଉଁଟା କିଛି ହେଲେ ଗୋଟାଏ କାମ ମିଳିଯିବ। ତା ତ ମିଳିବାର ନୁହେଁ। ତେବେ ବାସନ ମଜା, ମସଲା ବଟା, ଲୁଗା ସଫା ଇତ୍ୟାଦି ବାହାର କାମ ମିଳିବା ବି କଷ୍ଟକର ହୋଇଗଲାଣି। ଯେଉଁମାନଙ୍କର ଠିକା ସ୍ତ୍ରୀ ଲୋକ ରଖିପାରିବାର କ୍ଷମତା ଅଛି, ସେମାନେ ସବୁ କାମ କରିବା ପାଇଁ ଘରେ ଘରେ ମସଲା ବଟା ମେସିନ୍, ଲୁଗା କଚା ମେସିନ୍, ପରିବା କଟା ମେସିନ୍ ଇତ୍ୟାଦି ରଖିଲେଣି। ସେମାନଙ୍କ ଘରେ ଗ୍ୟାସ୍ ଚୁଲି, ଷ୍ଟିଲ୍ ବାସନରେ ପାଉଡ଼ର ମାରିଦେଲେ ବାସନ ଧୁଆ ହେଲା।
ବାକି ଯେଉଁ କେତେଜଣ ଏପଟର ନୁହନ୍ତି କି ସେପଟର ନୁହନ୍ତି, ଅର୍ଥାତ୍ ଗ୍ୟାସ୍ ଚୁଲି, ଷ୍ଟିଲ୍ ବାସନ, ଫ୍ରିଜ୍, ଲୁଗାଧୁଆ ମେସିନ୍, ପରିବା କଟା, ମସଲା ବଟା ଯନ୍ତ୍ର ରଖିପାରିବେ ନାହିଁ, ଅଥଚ ଘରର ସବୁ କାମ ଏକା ଏକା ତୁଲାଇବା ଅସମ୍ଭବ, ସେମାନେ ଦେଖି ଚାହିଁ ଠିକା ଲୋକ ରଖନ୍ତି। ମାସକୁ 30-40 ଟଙ୍କା ଦେଇ ଠିକା ସ୍ତ୍ରୀ ଲୋକ ହାତରେ ଠାକୁର ପୂଜା ଠାରୁ କୁକୁର ସେବା ପର୍ଯ୍ୟନ୍ତ କାମ କରାଇ ନେବା ପାଇଁ ସୁଯୋଗ ଉଣ୍ଡୁଥାନ୍ତି। ଚିରା ଫଟା ଶାଢ଼ୀ, ଗମରା ଫିମ୍ପିମରା ତଳିତଳିଆ ଚାଉଳ ପୋଷେ, ପଚାସଢ଼ା ପୋକରା ପରିବା ପୁଞ୍ଜିଏ, ପିଲାଏ ଥାଳିରେ ଛାଡ଼ି ଯାଇଥିବା ଅଇଁଠା ଉଣ୍ଡୁଳ ତରକାରୀ, ଭାତ ମୁଠାଇ ଦେଇ ସେମାନେ ଖଞ୍ଜ ଦେଖି କାମ ହାସଲ କରିନେବାରେ ଧୁରନ୍ଧର। ତେଣୁ ପାରାମାଉସୀକୁ କାମ ମିଳିବ କେଉଁଠି? ପାରାମାଉସୀର ଜରାଜୀର୍ଣ୍ଣ ଦୁର୍ବଳ ଶରୀର ଦେଖି ସମସ୍ତେ ନାପସନ୍ଦ କଲେ। କଣ ସ୍ୱରରେ କହିଲେ, ନା ନା ବୁଢ଼ୀ ମଣିଷ, ଆମର କ'ଣ ବିବେକ ନାହିଁ? ଏ ବୟସରେ ଏତେ କାମ ତମକୁ ଦବ କି? ବୁଢ଼ୀ କାକୁତି ମିନତି କରି ବୁଝାଇଲା, ସେ ପାରିବ। ରାତି ନ ପାହୁଣୁ କାମରେ ହାଜିର ହେବ। ଖରା ବର୍ଷା ଶୀତ କାକରରେ ଦିନେ ହେଲେ କାମରୁ ଛୁଟି ନେବନି। ଦରକାର କ'ଣ? ତାର ଘରଦ୍ୱାର ପିଲାଛୁଆ କିଏ ଅଛି ଯେ କାହା ଆଳରେ ସେ ଘରେ ଅଟକି ଯିବ? ନିଜେ ଅବା ଯେବେ ବିଛଣା ଲଗା ହୋଇପଡ଼ିଯିବ, ତେବେ କାମ ବନ୍ଦ ହୋଇପାରେ, ନହେଲେ ନାହିଁ। ତେବେ ସୁଦ୍ଧା ବୁଢ଼ୀକୁ କାମ ମିଳିଲା ନାହିଁ। ବୁଢ଼ୀ ଏକାବାର ହତାଶ ହୋଇଯିବାର କଥା। ସହର ଜାଗା, ମୁଣ୍ଡ ଗୁଞ୍ଜିବାକୁ ଥାନ ନାହିଁ। ନଈ ବନ୍ଧରେ ଚାଳିଆ ଖଣ୍ଡେ ଖଣ୍ଡେ ଦିନକୁ 50 ପଇସାରେ ଭଡ଼ା ଲାଗିଛି। ଗାଁରୁ ଯିଏ ସବୁ ଆସିଥିଲେ ଆପଣା ପେଟ ଚିନ୍ତାରେ ଘାରି ହୋଇ ଯେ ଯାହାର ବାଟ ଧରିଲେଣି। ସମସ୍ତଙ୍କର ପେଟ ଅଧା, ପିଠି ଲଙ୍ଗଳା। ବୁଢ଼ୀକୁ ବସି ଖୁଆଇବ କିଏ? କିନ୍ତୁ ବୁଢ଼ୀ ଗାଁକୁ ଫେରିଯିବ ବା କେମିତି? ଖାଲି ଫେରିଯିବା ପାଇଁ ତ 10 ଟଙ୍କା ବସ୍ ଭଡ଼ା ଦରକାର। ଗାଁକୁ ଫେରିଗଲେ ବା ଖାଇବ କ'ଣ? ସେଇ ଦିନଠାରୁ ବୁଢ଼ୀର ମୁଣ୍ଡ ବିଗିଡ଼ିଲା। ବୁଢ଼ୀର ପେଟ ଭୋକରେ ଯେତିକି ପୋଡ଼ା ଜଳା କଲା, ବୁଢ଼ୀର କାମିକା ହାତ ଦୁଇଟା କିଛି କାମ କରିବା ପାଇଁ ସେତିକି ଖଜବଜ ହେଲା। ଜନ୍ମ ପରଠୁ ଅବିଶ୍ରାନ୍ତ କାମ କରି ଆସୁଥିବା ଦନ୍ଥରା ଟାଣୁଆ ହାତ ଦୁଇଟା ଥୟ ହୋଇ ରହନ୍ତା କେମିତି? ବୁଢ଼ୀ ବସି ବସି ରାସ୍ତାରୁ ଗୋଡ଼ି ସାଉଁଟିଲା। ସାଉଁଟା ଗୋଡ଼ିକୁ କାନିରେ ବୁଜୁଳା କରି ବଜାର ସାରା ବୁଲିଲା। ହୋଟେଲ ପାଖରେ ହାତ ପତାଇଲା, ଅଇଁଠା ପତ୍ରରୁ ଦାନା ଟୋକିଲା। କେଜାଣି କେଉଁ ମହାତ୍ମା ବୁଢ଼ୀର କାମିକା ହାତର ସ୍ୱତନ୍ତ୍ର ମହତ୍ଵ ବୁଝି ଚାଉଳରୁ ଗୋଡ଼ି ବାଛିବା ପାଇଁ ଘରକୁ ଡାକି ଆଣିଲା, ସେ କଥା ଜଣା ନାହିଁ। ତେବେ ପାରାମାଉସୀ ଅଧାଅଧି ବଞ୍ଚିଗଲା। ଦିନକୁ 2-3 ଟଙ୍କାର ରୋଜଗାର। ସହର ବଜାରରେ ଏତିକି ପାରାମାଉସୀ ଭଳି ଜୀର୍ଣ୍ଣ ଦଦରା ବୁଢ଼ୀ ପକ୍ଷରେ କିଛି କମ୍ କଥା ନୁହେଁ। ପାରାମାଉସୀ ଦିନ 10ଟା ଯାଏ ଘର ଘର ବୁଲି ଚାଉଳରୁ ଗୋଡ଼ି ବାଛେ। ଚାଉଳର ପରିମାଣ ଅନୁଯାୟୀ ନଗଦ ପଇସା ଗଣି ନିଏ। ବଜାରରେ କିଛି ଖାଇଦେଲେ ବୁଢ଼ୀ ଅଭ୍ୟାସ ବଶତଃ କିଛି ସମୟ କାଟିବା ପାଇଁ କେଜାଣି ପୁଣି ରାସ୍ତାକୁ ବାହାରି ପଡ଼େ। ଗୋଡ଼ି ବାଛି କାନିରେ ବାନ୍ଧେ। ରାତି ହେଲେ ବୁଢ଼ୀ ବଜାର ଆଡ଼େ ପାଦ ପକାଏ। କେତେ ରାତିରେ ବଜାରରୁ ଫେରି କେଉଁଠି ଶୁଏ କେହି ଜାଣନ୍ତି ନାହିଁ। ରାତି ନ ପାହୁଣୁ ବୁଢ଼ୀ ଦାଣ୍ଡ ଦୁଆରେ ହାଜର ହୁଏ ଚାଉଳରୁ ଗୋଡ଼ି ବାଛିବା ପାଇଁ। ମୁଁ ଅଫିସ ବାହାରିଯିବା ପରେ ଗୃହିଣୀମାନଙ୍କ ମଧ୍ୟାହ୍ନ ବୈଠକର ଗଳ୍ପ ଆସରରେ ନାନା ଗୁଜବ ଓ ସଂସାର ବାହାରର କାଳ୍ପନିକ କାହାଣୀ ଚକ୍ରରେ ପାରାମାଉସୀର କଥା ମଧ୍ୟ ବାଦ୍ ଯାଏନି। ପାରାମାଉସୀ ଗୁଣି ଗାରିଡ଼ି ଜାଣେ। ସେ ଗୋଟାଏ ଡାହାଣୀ କିମ୍ବା ପିତାଶୁଣୀ ବୋଲି କେହି କେହି ମତ ଦିଅନ୍ତି। ଦିନଯାକ ବହୁ ପରିଶ୍ରମ କରି ସାଉଁଟିବା ଗୋଡ଼ିତକ ରାତିକୁ କୁଆଡ଼େ ପାରାମାଉସୀର ମନ୍ତ୍ର ବଳରେ ଚାଉଳ ପାଲଟିଯାଏ। ପାରାମାଉସୀ କାନିରୁ ଗୋଡ଼ିତକ ଖୋଲି ଚୁଲି ଉପରେ ବସିଥିବା ପାଣି ହାଣ୍ଡିରେ ପକାଇଦେଲେ ସେଥିରୁ କୁଆଡ଼େ ଭାତ ଫୁଟିଯାଏ। ପାରାମାଉସୀ ରାତିରେ ତାକୁ ଖାଇ ଶୋଇପଡ଼େ। ଆଉ କେହି କେହି କହନ୍ତି ସେମାନେ ଆଖିରେ ଦେଖିଛନ୍ତି ପାରାମାଉସୀ ନିଜ ଗୋଡ଼କୁ କାଠ କରି ଚୁଲିରେ ମୁହାଁଇ ଦେଇ ଭାତ ରାନ୍ଧେ। ଗୋଡ଼ ଦୁଇଟା ଜଳୁଥାଏ ଶୁଖିଲା କାଠ ଭଳି। ପୁଣି ଭାତ ହୋଇଗଲେ ଗୋଡ଼ ଦୁଇଟା କାଢ଼ି ଆଣି ସେ ବାଟ ଚାଲେ। ଏସବୁ କଥା ଶୁଣି ମୋ ସ୍ତ୍ରୀ ମଧ୍ୟ ଟିକେ ଟିକେ ବିଶ୍ୱାସ କରନ୍ତି ଓ ସତ୍ୟାସତ୍ୟ ବୁଝିବା ପାଇଁ ମୋ ଆଗରେ ସବୁ କହନ୍ତି। ସବୁ ଶୁଣି ମୁଁ ହସିଦେଲେ ମଧ୍ୟ ପାରାମାଉସୀ ପାଇଁ ମନର କୌତୂହଳଟା ସନ୍ତର୍ପଣରେ ବଢ଼ୁଥାଏ। ବେଳେବେଳେ ଇଚ୍ଛା ହୁଏ ପାରାମାଉସୀର ନିତିଦିନିଆ କାନିର ବୁଜୁଳିଟି ଥରେ ଖୋଲି ଦେଖିବା ପାଇଁ। ଗୁଜବ ସତ୍ୟ ହୋଇଥିଲେ ମୁଁ ଖୁସି ହୁଅନ୍ତି। କାରଣ ପାରାମାଉସୀ ଡାହାଣୀ ହେଉ କି ପିତାଶୁଣୀ ହେଉ, ମନ୍ତ୍ର ବଳରେ ସେ ଗୋଡ଼ି ମାଟିକୁ ଅନ୍ନ କରିଦେଇ ପେଟର ଭୋକ ତ ମାରିପାରେ। ତେବେ ତ ସେ ଅନ୍ନପୂର୍ଣ୍ଣା। ସେ ଚାହିଁଲେ କେତେ କେତେ ଭୋକିଲା ମଣିଷ ଆହାର ମୁଠାଏ ପାଇପାରିବେ। ପାରାମାଉସୀ ହେଉ ପଛକେ ବିଚିତ୍ର ଜୀବଟିଏ। ଏ ପୃଥିବୀରେ ତାର ବଞ୍ଚି ରହିବା ନିହାତି ନିରର୍ଥକ ହୋଇ ନପାରେ। ସେଦିନର କଥା ଆହୁରି ବିଚିତ୍ର। ପାରାମାଉସୀକୁ ପୁଲିସ ବାନ୍ଧି ନେଇଛନ୍ତି। ତାର ଗୋଡ଼ି ବଛା ସୁଦକ୍ଷ ଦୁଇ ହାତରେ ହାତକଡ଼ି। କାନିରେ ଚିରାଚରିତ ରୀତିରେ ବନ୍ଧା ସେଇ ପୁଟିଳିଟି ପାରାମାଉସୀ ଡାହାଣୀ, ପିତାଶୁଣୀ ନା ଚୋରଣୀ? ମୋର ସନ୍ଦେହ ମୋଚନ କରି ଡାଲି ଚାଉଳ ଦୋକାନୀର ବିକ୍ରେତା ଟୋକା ସୁର ମତେ ଚୁପ୍ କରି କହିଲା, ବୁଢ଼ୀଟା ବାୟାଣୀ ନୁହେଁ କି ଚୋରଣୀ ନୁହେଁ। ତା ଅପେକ୍ଷା ସେ ଆହୁରି ମାରାତ୍ମକ। ସେ ଖାଦ୍ୟ ଅପମିଶ୍ରଣକାରିଣୀ।
ପୋଲିସରେ ମୁଁ ଖବର ଦେଇଥିଲି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯାହାକୁ ମୁଠାଏ ପେଟ ପୂରା ଖାଦ୍ୟ ମିଳେ ନାହିଁ ସେ ପୁଣି ଖାଦ୍ୟ ଅପମିଶ୍ରଣକାରିଣୀ ହେଲା କେମିତି? ତା ଯଦି ହୋଇଥାନ୍ତା ସେ ତ ଭୋକ ପେଟରେ ରହୁନଥାନ୍ତା, ବରଂ ସେ ତାର ଚର୍ବି ଝଡ଼ାଇବା ପାଇଁ ଔଷଧ ଖାଉଥାନ୍ତା। ସୁର ଆସ୍ତେ ଆସ୍ତେ ଅତି ବିଶ୍ୱାସରେ କହିଲା, ବଜ୍ଜାତ ବୁଢ଼ୀଟା ଘର ଘର ବୁଲି ଚାଉଳର ଗୋଡ଼ି ବାଛି କାନିରେ ବାନ୍ଧି ଆଣେ, ରାସ୍ତାରୁ ଗୋଡ଼ି ସାଉଁଟି କାନିରେ ବୁଜୁଳିକୁ ଭାରି କରେ, ସଞ୍ଜ ବୁଡ଼ିଲେ ସେଇ ଗୋଡ଼ିକୁ ଦୋକାନୀକୁ ବିକି ତା ବଦଳରେ ଚାଉଳ ନିଏ ରାତିର ଆହାର ପାଇଁ। ରାତି ଅଧରେ ଦୋକାନୀ ସେଇ ଗୋଡ଼ିକୁ ଯେଉଁ ଚାଉଳରେ ମିଶାଏ, ରାତି ପାହିଲେ ନିମ ଖାରାମି ବୁଢ଼ୀ ଘର ଘର ବୁଲି ସେଇ ଚାଉଳ ପୁଣି ବାଛେ। ସେଥିପାଇଁ ସେ ମଜୁରୀ ନିଏ। ଧର୍ମ ତାକୁ ପୁଣି ସହିଛି? ମୁଁ ଅବାକ୍ ହୋଇ ଶୁଣୁଥାଏ ଗୋଟାଏ ଅଦ୍ଭୁତ କାହାଣୀ, ଜୀବନ ଯୁଦ୍ଧର ଗୋଟାଏ ବିସ୍ମୟକର ପର୍ବ। ସୁର ପୁଣି କହିଲା, ମୁଁ ଏ ଦୋକାନରେ 300 ଟଙ୍କା ଦରମା ପାଉଥିବା ଚାକର ହେଲେ ବି ମୁଁ ସେ ଗୋଡ଼ି ମିଶା ଚାଉଳକୁ ପଇସା ଦେଇ କିଣିବାକୁ ବାଧ୍ୟ ହୁଏ। ମୋର ବେଶୀ ପଇସା ଥିଲେ ବୁଢ଼ୀକୁ ନେଇ ଗୋଡ଼ି ବଛାଇ ପୁଣି ପଇସା ଗଣୁଥାନ୍ତି। ଯେତିକି ଚାଉଳ ମୁଁ ପ୍ରତିଦିନ ନିଏ ସେତିକି ତ 4 ପ୍ରାଣୀଙ୍କ ପେଟକୁ ଅଣ୍ଟେ ନାହିଁ। ଗୋଡ଼ି ବାଛିଦେଲେ ପେଟ ତ ଫାଙ୍କା ପଡ଼ିଯିବ। ତେଣୁ ମୋ ଚାଉଳରୁ ଗୋଡ଼ି ବଛା ହୁଏ ନାହିଁ। ମୋ ଅଟାରୁ ଚୋକଡ଼ ବାହାରେ କରାଯାଏ ନାହିଁ। ଶୁଣିଛି ଚୋକଡ଼ରେ ଖାଦ୍ୟସାର ଥାଏ, ଦେହକୁ ଭଲ। କିନ୍ତୁ ଗୋଡ଼ି ତ ପେଟରେ ପଥର ହୋଇ ପ୍ରାଣ ନେବ। ଶେଷକୁ ଶଇତାନ ବୁଢ଼ୀଟାକୁ ଧରାଇଦେଲି। ଯାଉ ଏଥର ଘଣା ପେଲୁ। ଅନ୍ତତଃ ଭାତ ଚାଉଳରେ ପ୍ରତି ରାତିରେ ମିଶୁଥିବା ଗୋଡ଼ିରୁ ଗୋଟାଏ ଲୋକ ଯୋଗାଉଥିବା ଗୋଡ଼ିର ପରିମାଣ ତ କମିଗଲା। ସୁର ଆତ୍ମପ୍ରସାଦର ହସ ହସିଲା। ମୁଁ ବିସ୍ମିତ ହୋଇ ଭାବୁଥାଏ, ପ୍ରକୃତରେ ଅପମିଶ୍ରଣକାରୀ କିଏ? ସେ ଯେ ବି ହେଉ, ଈଶ୍ୱର କରନ୍ତ ବୁଢ଼ୀଟାକୁ ଯାବଜ୍ଜୀବନ କାରାଦଣ୍ଡ ହୋଇଯାଉ। ଅନ୍ତତଃ ଜେଲଖାନାରେ ବୁଢ଼ୀର ହାତ ଦୁଇଟାକୁ କିଛି ନା କିଛି କାମ ମିଳିବ ଓ ପେଟ ପୂରା 2 ବକତ ଖାଇବାକୁ ତ ମିଳିବ। ବୁଢ଼ୀର ଭୋକିଲା ପେଟର ଦୁଃଖ ଭାର ଅନ୍ତତଃ କମିବ। ସେଇ ପେଟ ପାଇଁ ତ ବୁଢ଼ୀର ଆଜି ଏଇ ଜେଲ୍ ଦଣ୍ଡ। କିନ୍ତୁ ଚାଉଳରେ ଗୋଡ଼ିର ଅନୁପାତ କମିବ କି ବଢ଼ିବ ସେ କଥା ମୋ ବିଦ୍ୟା ବୁଦ୍ଧିର ବାହାରେ। କାରଣ ପାପ ପୁଣ୍ୟ ଓ ଲାଭ କ୍ଷତିର ଆନୁପାତିକ ସୂତ୍ର ଆଜି ମୋର ବିସ୍ମରଣ ହୋଇଛି। ଧନ୍ୟବାଦ।